ମୁଁ ପ୍ରମୋଦ ସ୍ୱାଇଁ ମା ଡାକିଲେ ଗ୍ରାମ ଉନ୍ନୟନ କମିଟିର ସଭାପତି। ସାମ୍ବାଦିକ ସମ୍ମିଳନୀ କାରଣ କୁଆଖାଇ ନଦୀବାଲି ପ୍ରତାପ ନଗରୀ ମୌଜାରେ ଅବସ୍ଥିତ ସେଇ ସମ୍ପର୍କରେ ଆମେ ସାମ୍ବାଦିକ ଅଭିଯୋଗ କଣ? ଅଭିଯୋଗ ଯେତିକି ଦିଆଯାଇଛି ତାଠୁ ଅଧିକା ବାଲି ଉଠିଛି। ତାଙ୍କର ବହୁତ ଜିନିଷ ମାନେ 16,000 CM ଥିବା ଜାଗାରେ 9,500 CM ରେ ବାଲି ସେ ପାଇଛନ୍ତି, କିନ୍ତୁ ଉଠେଇଛନ୍ତି 22,000 ବାଲି ଉଠେଇଛନ୍ତି। ଅଭିଯୋଗ ଏତିକି? ଅଭିଯୋଗ ଆହୁରି ଅଛି ଆଜ୍ଞା। ସେ ପାଇ କରୁଛନ୍ତି 13 ଏକର ଜାଗା ସେ ପାଇଥିଲା ବେଳେ ତାଙ୍କର ଏନଜିଓ ଥିଲା 15,780 CM, କିନ୍ତୁ ତାକୁ ଯୋଉ ସମ୍ବିତ ସାହୁ ଯେ ମାଇନିଂ ଅଫିସର ତାକୁ କମେଇକିରି 9,700 ରେ ତାକୁ ରଖିଲେ, ଯୋଉଥିପାଇଁ କି 57% ଗଭର୍ଣ୍ଣମେଣ୍ଟର ରେଭିନ୍ୟୁ ଲସ୍ ହେଲା, ଯୋଉଟା ଥିଲା 1,33,13,271 ଟଙ୍କା। ତା ଉପରେ 7% ହଉଛି ରେଜିଷ୍ଟ୍ରେସନ ଚାର୍ଜ ଗଭର୍ଣ୍ଣମେଣ୍ଟର, ତାକୁ ବର୍ତ୍ତମାନ 50 ଲକ୍ଷ ଟଙ୍କା ଗଭର୍ଣ୍ଣମେଣ୍ଟର ଲସ୍ କରେଇଛନ୍ତି ମାଇନିଂ ସେକ୍ଟର। ତାପରେ ତାଙ୍କର ଏମଜିଓ ଯେତିକି ପାଇଥିଲେ 9,700 ପାଇଥିଲେ, ତାଠୁ 22,000 କେତେ CM ବାଲି ଉଠେଇକିରି ତା ବହୁତ ପଇସା ଗଭର୍ଣ୍ଣମେଣ୍ଟର ଲସ୍ ନେଇଛନ୍ତି, ଗଭର୍ଣ୍ଣମେଣ୍ଟର ଚୋରି କରିଛନ୍ତି। ତେଣୁ ସେ ବାବଦରେ ଆମେ ଏଇଥିପାଇଁ ପ୍ରେସମିଟ୍ କରିବା ଦରକାର। ପ୍ରତାପ ନଗରୀ ମୌଜାରେ ଏମିତି ଚୋରି ହେବା ଦ୍ୱାରା ଆମେ ତାଙ୍କ ନାଁରେ ଏଫଆଇଆର ମଧ୍ୟ କରିଛୁ ସମ୍ବିତ ସାହୁ ନାଁରେ। ସେ ମହାଶୟ ବର୍ତ୍ତମାନ ଟ୍ରାନ୍ସଫର ହେଇକି ଗଲେଣି ଆଉ କୋଉ ଜାଗାକୁ। ସେ ଯାହା ବି ହଉ ତାଙ୍କର ହାତରେ ରହିକି ସେମାନେ ଚୋରି କରୁଛନ୍ତି, ମାଇନିଂ ସେକ୍ଟର ହାତରେ ରହିକି ଚୋରି କରୁଛନ୍ତି। ଆମେ ଅଭିଯୋଗ ଦେଇଛୁ, ଥାନା ଦେଇଛୁ, ଡିସିପି ଅଫିସରେ ଦେଇଛୁ, ମାଇନିଂ ସେକ୍ଟର ଦେଇଛୁ, କୋର୍ଟରେ କରୁଛୁ କେସ୍। ନ୍ୟୁଜ୍ଟା ଟିକେ ଭଲ ଯେମିତି କରିବ ହେଲା, ବାଜିବ ଯେମିତି 7-8 ଦିନ ବାଜିବ। ମୁଁ ଯଦି ପେପର ନ ପାଇବି ପଇସା କଥା କହିବି ଆଜ୍ଞା। ଆପଣ ନମ୍ବରଟା ସେଇ ଡିପି ରଖୁଛି, ସେ ଜିନିଷ ନ ରେକର୍ଡିଂ ଅଛି ଟିକେ ଅମିଲାଇ ରେକର୍ଡିଂ ହଉଛି, କଥା ହେଲେ କର।